ଆଜିର ରାଶିଫଳ 24 ଅଗଷ୍ଟ 2024 ପଢ଼ନ୍ତୁ ନିଜର ରାଶିଫଳ। ମେଷ ରାଶିର ଲୋକେ ଆଜି ଯେକୌଣସି ଇଚ୍ଛା ପୂରଣ ହୋଇପାରିବ। ଏହା ବ୍ୟତୀତ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ବେକାର ଲୋକମାନେ ଆଜି ଚାକିରି ପାଇବେ। ଆପଣ ଏକ ବିଶେଷ ବ୍ୟକ୍ତିଙ୍କ ଠାରୁ ମାର୍ଗଦର୍ଶନ ଏବଂ ସହଯୋଗ ଲାଭ କରିବେ। କୃଷି କାର୍ଯ୍ୟ ସହିତ ଜଡ଼ିତ ଲୋକମାନେ ସଫଳତା ପାଇବେ। ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଚାରର କୌଣସି ନିର୍ଣ୍ଣାୟକତା ହୋଇପାରିବ ନାହିଁ। ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକମାନେ ଗୁରୁତ୍ୱପୂର୍ଣ୍ଣ ପଦୋନ୍ନତି ପାଇବେ। ଆପଣ ଏକ ବ୍ୟବସାୟ ଯାତ୍ରା ଆରମ୍ଭ କରିବେ। ଆପଣ ରାଜନୀତିରେ ଉଚ୍ଚ ପଦ ଓ ସମ୍ମାନ ପାଇବେ। ଶାସନ ଏବଂ ଶକ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ତୁମେ ସଫଳତା ପାଇବ। କୋର୍ଟ ବାହାରେ ସମ୍ପତ୍ତି ବିବାଦର ସମାଧାନ କରନ୍ତୁ, ନଚେତ୍ ଭବିଷ୍ୟତରେ ଆପଣଙ୍କୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ବୃଷ ରାଶିର ବିଶିଷ୍ଟ ଲୋକମାନେ ସେମାନଙ୍କର ଶାଶୁଙ୍କ ଠାରୁ ଭଲ ଖବର ପାଇବେ। ଗାଡ଼ି କିଣିବାର ଇଚ୍ଛା ପୂରଣ ହେବ। ଚାକିରିରେ ପଦୋନ୍ନତି ହେବ। ଆପଣ ସରକାରର କିଛି ପ୍ରଭାବଶୀଳ ବ୍ୟକ୍ତିଙ୍କ ଠାରୁ ସମର୍ଥନ ପାଇବେ। ବହୁରାଷ୍ଟ୍ରୀୟ କମ୍ପାନୀ, ପ୍ରିଣ୍ଟିଂ ପ୍ରେସ୍, ବୁକ୍ ବିକ୍ରେତା, ଷ୍ଟେସନାରୀ କାର୍ଯ୍ୟରେ ନିୟୋଜିତ ଲୋକମାନେ ବିଶେଷ ସଫଳତା ପାଇବେ। ଛାତ୍ରମାନେ ଅଧ୍ୟୟନରେ ଆଗ୍ରହୀ ହେବେ। ସରକାରୀ ସାହାଯ୍ୟରେ ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ରାଜନୀତିରେ ତୁମର ପ୍ରତିଦ୍ୱନ୍ଦ୍ୱୀକୁ ପରାସ୍ତ କରିବାର ତୁମର ସଫଳତା ପାଇବ। ଜେଲରୁ ମୁକ୍ତ ହେବ, ସଫଳତା ପାଇବେ। ମିଥୁନ ରାଶିର ଲୋକମାନଙ୍କ ପାଇଁ ସମୟ ଅତ୍ୟନ୍ତ ସକାରାତ୍ମକ ହେବ ନାହିଁ। କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ। କାହା ଦ୍ୱାରା ଭ୍ରାନ୍ତ ହୁଅନ୍ତୁ ନାହିଁ। ଅନ୍ୟ କାହାକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦିଅ। ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିବ। ଧୈର୍ଯ୍ୟ ସହିତ ତୁମର କାମ ଜାରି ରଖ। ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଅଧିକ ପରିଶ୍ରମ ଓ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବାକୁ ପଡ଼ିପାରେ। ତୁମର କାର୍ଯ୍ୟଶୈଳୀ ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବ। ସୁରକ୍ଷା ସହିତ ଜଡ଼ିତ ସୁରକ୍ଷା କର୍ମୀମାନେ କିଛି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବେ। ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକମାନେ ସଫଳ ହେବେ। ଛାତ୍ରମାନେ ଏକାଡେମିକ୍ କାର୍ଯ୍ୟରେ କମ୍ ଆଗ୍ରହ ଦେଖାଇବେ। ପାରିବାରିକ ସମସ୍ୟା କିଛି ଚାପ ସୃଷ୍ଟି କରିପାରେ। ବ୍ୟବସାୟରେ ନୂତନ ସହଯୋଗୀମାନେ ଆଶା କରାଯାଇଥିବା ସହଯୋଗ ପ୍ରଦାନ କରିବେ ନାହିଁ, ଯାହା ଆପଣଙ୍କୁ ବିବ୍ରତ କରିବ। କର୍କଟ ରାଶି, ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇପାରିବ ଯାହା ଆପଣଙ୍କୁ ପୁରୁଣା ଚାପରୁ ମୁକ୍ତି ଦେବ। ତୁମର ମଧୁର ଆଚରଣ ଏବଂ ସଚ୍ଚୋଟ କାର୍ଯ୍ୟଶୈଳୀ ହେତୁ ତୁମେ ସମାଜରେ ନୂତନ ସହଯୋଗୀ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ବଢ଼ିପାରେ। ବ୍ୟବସାୟରେ ଜଡ଼ିତ ଲୋକମାନେ ଧୀରେ ଧୀରେ ଲାଭ ପାଇବେ। ବ୍ୟବସାୟ ଯାତ୍ରା ସଫଳ ହେବ ବୋଲି ପ୍ରମାଣିତ ହେବ। ଚିନ୍ତା, ସେୟାର, ଲଟେରୀ, ଦଲାଲ ଇତ୍ୟାଦି ସମ୍ବନ୍ଧୀୟ ପ୍ରମୁଖ ନିଷ୍ପତ୍ତି ନିଅ। ଲୋକମାନେ ଭୂତଳ ତରଳ ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। କ୍ଷମତାରେ ଥିବା ଲୋକମାନେ ନୂତନ ଦାୟିତ୍ୱ ଗ୍ରହଣ କରିବେ। ଚାକିରିରେ ପଦୋନ୍ନତି ସହିତ ଆପଣ ଚାହୁଁଥିବା ସ୍ଥାନରେ ପୋଷ୍ଟିଂ ହୋଇପାରିବ। ଶ୍ରମିକ ଶ୍ରେଣୀର ରୋଜଗାର ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଛାତ୍ରମାନଙ୍କ ମଧ୍ୟରେ ଅଧ୍ୟୟନ ସହିତ ଜଡ଼ିତ କିଛି ଭୁଲ ଧାରଣା ହେବ, ଯେଉଁଥିପାଇଁ ମନରେ କିଛି ଦ୍ୱନ୍ଦ୍ୱ ଦେଖାଦେବ। ସିଂହ ରାଶି, ଆପଣଙ୍କୁ କୋର୍ଟ ମାମଲାରେ ଅଧିକ ଦୌଡ଼ିବାକୁ ପଡ଼ିପାରେ। କୌଣସି ଅଜଣା ବ୍ୟକ୍ତିଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ, ଅନ୍ୟଥା ଆପଣ ପ୍ରତାରିତ ହୋଇପାରନ୍ତି। ଉଚ୍ଚ ଅଧିକାରୀମାନଙ୍କ ସହିତ ଘନିଷ୍ଠତା ଚାକିରିରେ ବୃଦ୍ଧି ପାଇବ। ତୁମ କାମ ସହିତ ତୁମେ କିଛି ନୂଆ ଦାୟିତ୍ୱ ପାଇପାରିବ, ଯାହା ଆପଣଙ୍କ କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ାଇବ। କାର୍ଯ୍ୟକ୍ଷେତ୍ରରେ ଅତିରିକ୍ତ ପରିଶ୍ରମ କରି ପରିସ୍ଥିତି ଅନୁକୂଳ ହେବ। ବିରୋଧୀଙ୍କ ଷଡ଼ଯନ୍ତ୍ରରୁ ଦୂରେଇ ରୁହନ୍ତୁ। ତୁମର ଯୋଜନାଗୁଡ଼ିକୁ ଗୁପ୍ତ ରଖ। ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କର ଆଚରଣକୁ ଭଲ ରଖିବା ଉଚିତ। ବ୍ୟବସାୟରେ ସଫଳତା ପାଇବାର ସମ୍ଭାବନା ଅଛି। ଛାତ୍ରମାନେ ସେମାନଙ୍କର ଶିକ୍ଷକମାନଙ୍କ ସହିତ ଛାତ୍ର ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାରେ ସଫଳ ହେବେ, ଯେଉଁ କାରଣରୁ ମନ ଧ୍ୟାନରେ ରହିବ। ବୈଷୟିକ କାର୍ଯ୍ୟରେ ପାରଙ୍ଗମ ବ୍ୟକ୍ତିମାନେ ଚାକିରି ପାଇବେ। କଳା, କ୍ରୀଡ଼ା, ଅଭିନୟ ଓ ରାଜନୀତିର ସହିତ ଜଡ଼ିତ ଲୋକମାନେ ଆଜି ବିଶେଷ ସମ୍ମାନ ପାଇବେ। କନ୍ୟା ରାଶି, ଚାକିରିରେ ଆପଣ ପଦୋନ୍ନତି ଭଲ ଖବର ପାଇପାରନ୍ତି। କାହାର ପ୍ରଭାବରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁମାନଙ୍କ ସାହାଯ୍ୟରେ ଯେକୌଣସି ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରିବ। ଏକ ଦୂରାନ୍ତର ଯାତ୍ରା କରିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ପଡ଼ିବ। ସମାନ୍ତରାଳ ପରିସ୍ଥିତି ବ୍ୟବସାୟୀମାନଙ୍କ ପାଇଁ ଭଲ ହେବ। ଜମି, କୋଠା, ଯାନ ଇତ୍ୟାଦି କ୍ରୟ ଏବଂ ବିକ୍ରୟ ସହିତ ଜଡ଼ିତ ଲୋକମାନେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। ରୋଜଗାରର ସନ୍ଧାନ ସମାପ୍ତ ହେବ। ପରିବାରରେ କିଛି ସୁଖଦ ଘଟଣା ଘଟିପାରେ। ରାଜନୈତିକ କ୍ଷେତ୍ରରେ ସହିତ ଜଡ଼ିତ ଲୋକମାନେ ନୂତନ ଦାୟିତ୍ୱ ପାଇବା ପାଇଁ ସୂଚନା ପାଇପାରନ୍ତି। ଛାତ୍ରମାନେ ଭ୍ରମଣରେ ଅଧିକ ଆଗ୍ରହ ଦେଖାଇବେ। ଅଧ୍ୟୟନରେ କମ୍ ଆଗ୍ରହୀ ଅନୁଭବ କରିବେ।
ତୁଳା ରାଶି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ଧୀର ଅଗ୍ରଗତି ହେବ। ତୁମର କାର୍ଯ୍ୟଶୈଳୀରେ ସୃଜନଶୀଳ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କର। ଏହା ଆପଣଙ୍କର ଆତ୍ମବିଶ୍ୱାସ ବଢ଼ାଇବ। ସମାଜର ଲୋକମାନେ ମଧ୍ୟ ତୁମର କାର୍ଯ୍ୟକୁ ପ୍ରଶଂସା କରିବେ। ଗୁପ୍ତ ଶତ୍ରୁମାନଙ୍କ ଜାଲରେ ପଡ଼ନ୍ତୁ ନାହିଁ। ତୁମର ଜ୍ଞାନ ସହିତ କର୍ମକ୍ଷେତ୍ରରେ ଆସୁଥିବା ବାଧା ସମାଧାନ କରିବାରେ ତୁମେ ସଫଳ ହେବ। ଆପଣଙ୍କର ସହକର୍ମୀମାନଙ୍କ ସହିତ ଆପଣଙ୍କର ସମନ୍ୱୟ ଖରାପ ହେବାକୁ ଦିଅନ୍ତୁ ନାହିଁ। କୋର୍ଟ ମାମଲାରେ ଅବହେଳା ମହଙ୍ଗା ସାବ୍ୟସ୍ତ ହୋଇପାରେ। ରାଜନୈତିକ କ୍ଷେତ୍ର ସହିତ ଜଡ଼ିତ ଲୋକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ନିର୍ଦ୍ଦେଶ ପାଇପାରନ୍ତି। ତୁମେ ତୁମର ଚାକିରିରେ ତୁମର ମାଲିକଙ୍କ ନିକଟତର ହେବାର ଲାଭ ପାଇବ। ଅଧ୍ୟୟନ ସମ୍ବନ୍ଧୀୟ ସମସ୍ୟାରୁ ଛାତ୍ରମାନେ ଆଶ୍ୱସ୍ତି ପାଇବେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ। ବିଚ୍ଛା ରାଶି ଚିହ୍ନର ଲୋକମାନେ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବାର ସୂଚନା ପାଇବେ। ସାଙ୍ଗମାନଙ୍କ ସହିତ ସହଯୋଗୀ ଆଚରଣ ବୃଦ୍ଧି ପାଇବ। ସମାଜରେ ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ। ଅହଙ୍କାରର ଭାବନା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ଜୀବିକା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଚାକିରିର ପଦୋନ୍ନତି ଇତ୍ୟାଦିରୁ ଉପକୃତ ହୋଇପାରନ୍ତି କିମ୍ବା ପୂର୍ବ ଚାକିରିରେ ନିଜେ ଲାଭ ପାଇବା ସମ୍ଭାବିତ ରହିଯିବ। ବ୍ୟବସାୟରେ କାମ କରୁଥିବା ଲୋକମାନେ ହଠାତ୍ ଲାଭ ପାଇପାରନ୍ତି। ଛୋଟ ବ୍ୟବସାୟ କରୁଥିବା ଲୋକମାନେ ସରକାରୀ ଯୋଜନାର ଲାଭ ପାଇବେ। ପରିବାରରେ କିଛି ଶୁଭ ଘଟଣା ହୋଇପାରେ। ଏକ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ତୁମେ ସାଙ୍ଗ ଏବଂ ପରିବାରଙ୍କଠାରୁ ସମର୍ଥନ ପାଇବ। ଅଧ୍ୟୟନ ସମ୍ବନ୍ଧରେ ଛାତ୍ରମାନେ କିଛି ଚିନ୍ତା କରିବେ। ଧନୁ ରାଶିର ଲୋକମାନଙ୍କ ପାଇଁ ସମୟ ସମାନ ଭାବରେ ଲାଭଦାୟକ ଏବଂ ପ୍ରଗତିଶୀଳ ହେବ। ଠିକ୍ ସମୟରେ କାର୍ଯ୍ୟ କରିବା ପରିସ୍ଥିତିକୁ ଅଧିକ ଅନୁକୂଳ କରିବ। ଭଲ ସାଙ୍ଗମାନଙ୍କ ଠାରୁ ସହଯୋଗୀ ଆଚରଣରେ ବୃଦ୍ଧି ଘଟିବ। ସମାଜରେ ନୂତନ ଲୋକଙ୍କ ସହିତ ପରିଚିତତା ବୃଦ୍ଧି ପାଇବ। ଅନ୍ୟ ଲୋକମାନେ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରନ୍ତି। ସହକର୍ମୀଙ୍କ ସହ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିବ। ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କର କାର୍ଯ୍ୟ ପ୍ରଣାଳୀରେ କିଛି ପରିବର୍ତ୍ତନ କରି ସେମାନଙ୍କର ଲାଭ ବୃଦ୍ଧି କରିବେ। ଯେକୌଣସି ଅସମ୍ପୂର୍ଣ୍ଣ କାର୍ଯ୍ୟରେ ସମାପ୍ତି ଆପଣଙ୍କ ମନୋବଳକୁ ବଢ଼ାଇବ। ଜେଲରେ ଥିବା ଲୋକଙ୍କୁ ଜେଲରୁ ମୁକ୍ତ କରାଯିବ। ଛାତ୍ରମାନେ ଏକାଡେମିକ୍ ଅଧ୍ୟୟନ ସହିତ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ। ମକର ରାଶିର ଲୋକମାନେ କ୍ରୀଡ଼ା ପ୍ରତିଯୋଗିତାରେ ଆପଣ ଉଲ୍ଲେଖନୀୟ ସଫଳତା ପାଇପାରିବେ, ଯାହା ସମାଜରେ ଆପଣଙ୍କର ସମ୍ମାନ ବଢ଼ାଇବ। କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ ଥିବା ସମସ୍ୟାର ସମାଧାନ ହେବ। ସମାଜର ନୂତନ ଉଚ୍ଚ ପଦାଧିକାରୀଙ୍କ ସହିତ ଆପଣଙ୍କର ପରିଚୟ ବୃଦ୍ଧି ପାଇବ। ଲୋକମାନେ ଆପଣଙ୍କର ଜୀବନଶୈଳୀ ଦ୍ୱାରା ପ୍ରଭାବିତ ହେବେ। କାର୍ଯ୍ୟ କରୁଥିବା ଲୋକମାନେ ଅନ୍ୟମାନଙ୍କ ଠାରୁ କୂଟନୈତିକ ଏଡ଼ାଇବାକୁ ଚେଷ୍ଟା କରିବା ଉଚିତ। ଲୋକଙ୍କ ପ୍ରଭାବରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟ କରୁଥିବା ଲୋକମାନେ ଯଦି ରଣନୀତିକ ଢଙ୍ଗରେ କାମ କରନ୍ତି ତେବେ ଉପକୃତ ହୋଇପାରିବେ। ତୁମର କାର୍ଯ୍ୟଦକ୍ଷତା ହ୍ରାସ କରିବାକୁ ଦିଅ। ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକମାନେ ପଦୋନ୍ନତି ପାଇବେ। କ୍ଷମତାରେ ଥିବା ଲୋକମାନେ ଲୋକଙ୍କ ନିକଟତର ହେବାର ଲାଭ ପାଇବେ। କୁମ୍ଭ ରାଶିର ଲୋକମାନଙ୍କ ପାଇଁ କିଛି ଭଲ ଖବର ସହିତ ଦିନ ଆରମ୍ଭ ହେବ। ଭଲ ସାଙ୍ଗମାନଙ୍କ ସାହାଯ୍ୟରେ କାମ ସରିବାର ସମ୍ଭାବନା ଅଛି। ତୁମର ଆଚରଣ ଭଲ ରଖ। ଅନାବଶ୍ୟକ ଅହଙ୍କାରରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ର ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତୁମେ ତୁମର ବିରୋଧୀ କିମ୍ବା ଶତ୍ରୁମାନଙ୍କ ଉପରେ ବିଜୟ ପାଇବ। ତୁମର ସାହସ ଏବଂ ସାହସିକତା ସବୁଠାରେ ପ୍ରଶଂସିତ ହେବ। ଚାକିରିରେ ଅତିରିକ୍ତ ପରିଶ୍ରମ କରି ପରିସ୍ଥିତି ଅନୁକୂଳ ହେବ। ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିମାନେ ଧୀରେ ଲାଭ ପାଇବା ସମ୍ଭାବନା ପାଇବେ। ଛାତ୍ରମାନଙ୍କୁ ଅଧ୍ୟୟନ ସମ୍ବନ୍ଧୀୟ ସମସ୍ୟାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ, ନଚେତ୍ ଭବିଷ୍ୟତରେ ସମସ୍ୟା ଉପୁଜିପାରେ। ଆପଣଙ୍କୁ ଏକ ଅବାଞ୍ଛିତ ଭ୍ରମଣରେ ଯିବାକୁ ପଡ଼ିପାରେ। ମୀନ ରାଶିର ବ୍ୟକ୍ତିବିଶେଷ ଚିନ୍ତାମୁକ୍ତ ହେବେ। ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଯେକୌଣସି ପୁରୁଣା ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରିବ। ବନ୍ଧୁମାନଙ୍କ ସାହାଯ୍ୟରେ ଯେକୌଣସି ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରିବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଲୋକମାନେ ତୁମର କାର୍ଯ୍ୟକୁ ପ୍ରଶଂସା କରିବେ। ଦୀର୍ଘ ଦୂରଯାତ୍ରା କିମ୍ବା ବିଦେଶ ଭ୍ରମଣର ସୂଚନା ଅଛି। ଲୋକମାନେ ସେମାନଙ୍କର ଚାକିରିରେ ଲାଭ ଏବଂ ପ୍ରଗତି ପାଇବା ପାଇଁ ସୁଯୋଗ ପାଇବେ। ସଚ୍ଚୋଟତାର ସହିତ ତୁମର କାର୍ଯ୍ୟରେ ନିୟୋଜିତ ରୁହ। ଯୁକ୍ତି ଇତ୍ୟାଦିରୁ ଦୂରେଇ ରୁହନ୍ତୁ। ନିଜ ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ କ୍ଷେତ୍ରରେ ନୂତନ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି। ଗୁପ୍ତରେ ନୂତନ ଶିଳ୍ପ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନାଗୁଡ଼ିକୁ ଆଗକୁ ବଢ଼ନ୍ତୁ, ନଚେତ୍ ବିରୋଧୀ ଦଳ ଏକ ପ୍ରତିବନ୍ଧକ ହୋଇପାରେ। ଛାତ୍ରମାନେ ଭ୍ରମଣରେ ଅଧିକ ଆଗ୍ରହ ଦେଖାଇବେ। ଅଧ୍ୟୟନ ଉପରେ ଧ୍ୟାନ ଦିଆଯିବ।